ଆରେଞ୍ଜ ମ୍ୟାରେଜମେଣ୍ଟ କାଲି ହେଇଛି। ସେ ଝିଅର ବାପ ସେକ୍ରେଟାରୀ ଜଣେ ଉଚ୍ଚ କର୍ମକର୍ତ୍ତା, ଝିଅଟି ଗୋଟେ ବ୍ୟାଙ୍କ ମ୍ୟାନେଜର ବମ୍ବେରେ, ଦେଖିବାକୁ ସୁନ୍ଦର। ଯେତେବେଳେ ଆମର ସବୁ ବାହାର ହୁଏ, ମୋ ମଝିଆ ଝିଅ ବାହା ହେଇଥିଲା 50,000 ଲୋକ ଖାଇବାକୁ ଦେଇଥିଲେ ଭୁବନେଶ୍ୱରରେ। ପ୍ରସାଦ ବାହାରକୁ 70,000 ଲୋକ ଦେଇଛନ୍ତି। ୟାରି ବାହାରେ ଦିଆ ହେଇଥିଲା 40-50,000 ଲୋକ। ମୋର ଯେତେବେଳେ ଆମ ପରିବାର ହୁଏ, ବହୁ ଆକାରରେ ଗରିବ ଲୋକ ଧନୀ ଲୋକ ଗୋଟେ ପ୍ରକାର ଖାଦ୍ୟ ଆମର ଦିଆହୁଏ। ଉପର ଲୋକଙ୍କୁ ଅଲଗା, ତଳ ଲୋକକୁ ନାହିଁ। ଆମର ସେମ୍ ଫୁଡ୍। ମଟନ ଦିଆଯାଏ, ଚିକେନ ଦିଆଯାଏ, ଛେଞ୍ଚଡ଼ା ଦିଆଯାଏ, ସାଧା ତରକାରୀ ଦିଆଯାଏ, କ୍ଷୀରି ମିଠା ଦିଆଯାଏ। କାଲି ସେ ପୁଅ ମୋତେ ମନା କଲା ବାପା କେବଳ ମୋ ପରିବାର ମୋ କୁଟୁମ୍ବ ଭିତରେ ହେବ। ତେଣୁ ମୋରି ଜୋଇଁମାନେ, ମୋ ପିଉସୀମାନେ, ମୋ ଭଉଣୀମାନେ, ମୋ ପୁତ୍ର ନାତି ନାତୁଣୀମାନେ ଆମରି ଘର ଭିତରେ କାଲି ବାହାର ହେଇଛି, ଶାନ୍ତିରେ ହେଇଛି। ଏବଂ ଜଗନ୍ନାଥ ଆଲ୍ଲାହ ଯୀଶୁ ବୁଦ୍ଧଙ୍କୁ ଡାକୁଛି, ହେ ପ୍ରଭୁ ମା ଦକ୍ଷିଣଚଣ୍ଡୀ ଲକ୍ଷ୍ମୀ ଗଣେଶ କାର୍ତ୍ତିକ ସେ ଦିହିଁକି ଆଶୀର୍ବାଦ ଦିଅ, ତାଙ୍କ ଜୀବନ ଆନନ୍ଦରେ କଟୁ, ଖୁସିରେ କଟୁ। ମୁଁ ତାକୁ କହିଲି, ମୁଁ କହିଲି ଗୋଟେ ଆମେ ପଙ୍ଗତ ଡାକିବା ସମସ୍ତଙ୍କୁ, ନା ବାପା ନାହିଁ। ମୁଁ ଏଇନା ଯଦି ଡାକିବି ବେଗୁନିଆ ବଡ଼ଗଡ଼ ଲୋକଙ୍କୁ ଡାକିବି, ଖୋର୍ଦ୍ଧା ଲୋକଙ୍କୁ ଡାକିବି, ଜଟଣୀ ଲୋକଙ୍କୁ ଡାକିବି, ଏକାମ୍ର ଲୋକଙ୍କୁ ଡାକିବି, ମଧ୍ୟମ ଲୋକଙ୍କୁ ଡାକିବି, ବାଲିଅନ୍ତା ବାଲିପାଳକୁ ଡାକିବି, ଲକ୍ଷେ। ମୁଁ କହିଲି ମୁଁ ରେଡ଼ି ଅଛି, ତୋ ବାପା ରେଡ଼ି। ଲକ୍ଷେ ଲୋକଙ୍କୁ ଖାଇବା ଦେବେ, ମଟନ ଖାଇବେ, ମାଛ ଖାଇବେ, କଙ୍କଡ଼ା ଖାଇବେ, ଚୁଙ୍ଗୁଡ଼ି ଖାଇବେ, ସାଧା ଖାଇବେ। ନା ନାଇଁ ବାପା, ମୁଁ ହାତ ଯୋଡ଼ୁଛି। ଆମରି ପରିବାର ଆମରି କୁଟୁମ୍ବ ଭିତରେ ବାହାର ପୁରା ସିକ୍ରେଟ ରଖି, କିଛି ସେମିତି ପତିଆରା ନ କରି ମୋରି ପରିବାର ଭିତରେ କାଲି ବାହାରଟି ଶାନ୍ତିରେ ସମ୍ପୂର୍ଣ୍ଣ ହେଇଛି। ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ଭଲରେ ତାଙ୍କ ଜୀବନ। ସୁର ଭାଇଙ୍କ ମନରେ କିଛି କଥା ରୁହେନି। ସୁର ଭାଇ କେମିତି ଲୁଚେଇକି ବାହା କରିଥିଲେ କାହାକୁ? ମୁଁ କ'ଣ କରି, ସେ ମନା କଲା, କାହାରିକୁ କହିବନି ବାପା। ମୁଁ କହିଲି ଆରେ ଆମେ ଭକ୍ତ ଦାସକୁ, ମୋହନ ମାଝିକି, ତମେ ନବୀନକି ଡାକିବା ନା, କାହାରିକୁ ଡାକିବା। ମିଡିଆକୁ କ'ଣ ପୁଣି ଥରେ ଇଏ କରିବେ କିଛି ମିଡିଆ ମାନଙ୍କ ପାଇଁ? ମିଡିଆ ପାଇଁ ଗୋଟେ ମୋ ପୁଅ ପାଇଁ ଗୋଟେ ସେପାରେଟ୍ କରିଦେବି ମୋ ତରଫରୁ, ତା କଥା ନ ମାନିକି। ଏଇ ଭିତରେ ଗୋଟେ ଆଇଁଷିଆ ଡେଟ୍, କାରଣ ଲବଙ୍ଗଗିରି ପାହାଡ଼ ଆମର ପର ଦିନଠୁ ଆରମ୍ଭ ହେଇଯାଉ ଯଜ୍ଞ। 6, 7, 8, 9, 10 ଯଜ୍ଞ, 11 ପୂର୍ଣ୍ଣା ହଉଛି। 50,000 ଲକ୍ଷେ ଲୋକଙ୍କୁ ଡାକିଛୁ ଖାଇବା ପାଇଁ। ପୁଅ ବାହାଘରରେ ଆପଣ ନାଚିଲେ ନା? ହଁ, ଟିକେ ଦୋହଲିଛି ଭାଉଜକୁ ଧରି। ସୁର ଭାଇର ମନ ଖୁସି ଅଛି ତ? ହଁ ହଁ ହଁ। କାଲି କ'ଣ ଖାଇଲେ? ଖାଇଲେ ଅଭଡ଼ା ପରା ଖାଇଲି। ସେ ଆମିଷ ଫାମିଷ ଭାଉଜ ମନା କଲା, ତମେ ପୁଅ ବାହା କରୁଛ, ତମେ ମାମୁଁ ବାହାର କଲା ତାର, ତମେ ପୁଅ ତମର ବାହା ହଉଛି, ତମେ ଆମିଷ ଖାଇପାରିବନି। ହଁ, ଉଣା କରିବେ, କିନ୍ତୁ ପୁଅ ଯଦି ନ ଚାହିଁବ ମୁଁ କେମିତି କହିବି? ସେ ନାହିଁ କରୁଛି, ମୁଁ କାହିଁ ଉପରେ ପଡ଼ିବି? କେବଳ ସାମ୍ବାଦିକମାନଙ୍କ ସହିତ ଭଲ ସମ୍ପର୍କ, ଗୋଟେ ମରିଫୁଟିଆ ପଙ୍ଗତ ଆମର 11 ସରିଗଲେ ଯଜ୍ଞ। ୟା ଭିତରେ ମନ କାହିଁ ଟିକେ ଦୁଃଖ ଲାଗୁଛି ଆଜି? ନାଇଁ, ଦୁଃଖ ଟିକେ ନାହିଁ।